ବନ୍ଧୁମାନ ଥରେ ଚିନ୍ତା କରି ଦେଖନ୍ତୁ ଏ ଜୀବନଟା ଆକ୍ଚୁଆଲି କ'ଣ? କିଛି ସୁଖ, କିଛି ଦୁଃଖ ବା କିଛି ସମୟର ସମାହାର, ହଁ କି ନାହିଁ କୁହନ୍ତୁ ନା? ଆମେ ନିଜକୁ କରିବା ଯେ ମୁଁ 25 ବର୍ଷ ବିତେଇ ସାରିଲାଣି, ତା ଅର୍ଥ ମୁଁ 25 ବର୍ଷର ଯେତିକି ସମୟ ମୋ ପାଖରେ ଆବଶ୍ୟକତା ଥିଲା ବା ସମୟ ଯେତିକି ଥିଲା ମୁଁ ତାକୁ ଠିକ୍ସେ ଉପଯୋଗ କରିଛି କି ନାହିଁ। ଦେଖନ୍ତୁ ଆଜିକା ଡେଟ୍ରେ ପିଲାମାନେ କ'ଣ କରୁଛନ୍ତି ନା 22 ମାର୍ଚ୍ଚରୁ ଯେଉଁ ଷ୍ଟାର୍ଟିଂ ହେଲାଣି ଇଣ୍ଡିଆନ୍ ପ୍ରିମିୟମ ଲିଗ୍ ବା IPL ତାକୁ ମଜା ନେଉଛନ୍ତି। ଏପଟେ କହୁଛନ୍ତି ମୋ ପାଖରେ ଚାକିରି ନାହିଁ, ମୁଁ ଅନଏମ୍ପ୍ଲଏଡ଼, ବେକାରିଆ, ଘରେ କେହି ପଚାରୁନାହାନ୍ତି, ମୋର ଗାର୍ଲଫ୍ରେଣ୍ଡ ମୋତେ ପଚାରୁନାହିଁ, ମୋତେ ସମସ୍ତେ ଧୋକା ଦେଉଛନ୍ତି, ମୋ ସହିତ କାହିଁକି ଭଗବାନ ଏମିତି କରୁଛନ୍ତି। କିନ୍ତୁ ସେଇ ନିଜେ ନିଜ ହାତରେ ହିଁ ଯେଉଁ ସମୟ ଟିକେ ଅଛି ମୁହୂର୍ତ୍ତକ ସମୟ ତାକୁ ନ ଖାଇକିରି କ'ଣ କରୁଛି, ଫୋପାଡ଼ିବାରେ ଚାଲିଛି। ତା ଅର୍ଥ କହିବାର ଅଛି ସମୟକୁ ଠିକ୍ସେ ସଦୁପଯୋଗ କରନ୍ତୁ। ଆପଣମାନେ ଜାଣିଛନ୍ତି ଠିକ୍ 30 ଦିନ ପରେ ଆପଣଙ୍କର ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ଏକ୍ଜାମ୍ ଅଛି, ଫିର୍ ବି ଆପଣମାନେ ମକ୍ ଟେଷ୍ଟ ଦେଉନାହାନ୍ତି, ଫିର୍ ବି ଆପଣମାନେ ସେଇ ସବଜେକ୍ଟ ରିଗାର୍ଡ଼ିଂ କ୍ଲାରିଫାଇ ହେଉନାହାନ୍ତି। ତାହେଲେ ଆପଣ ଭୁଲ କରୁନା ତ ଭୁଲ କିଏ କରୁଛି ଆଜ୍ଞା? ଭିଡ଼ିଓଟି ଭଲ ଲାଗିଲେ ଅନ୍ୟମାନଙ୍କୁ ନିହାତି ସେୟାର କରିବେ।